ଏ ଯୋଜନାର ମୂଲ୍ୟ କିଛି ନାହିଁ। ଏହା କେତେ ଅର୍ଥ ଦେଉଛନ୍ତି? 6 ମାସରେ 10,000 କେତେ ମାସକୁ ପଡ଼ିଲା? 90 ଟଙ୍କା ବି ପଡ଼ୁନି ଏ ଯେଉଁ ସୁଭଦ୍ରା ଯୋଜନାରେ। ଏଥିରେ ଭଉଣୀମାନେ କ'ଣ ଯୋଜନା କରିବେ? 50,000 କି ଲକ୍ଷେ ଦିଅ, ତାହେଲେ କିଏ ଟେଲର ଦୋକାନ କରିବ, କିଏ ଗ୍ରୋସରୀ ଦୋକାନ କରିବ, କିଏ ଜଳଖିଆ ଦୋକାନ କରିବ, କିଏ ହୋଟେଲ କରିବ, କି ଧନ୍ଦା କରି ବଞ୍ଚିବେ। ଇଏ 10,000 ମାସକୁ 90 ଟଙ୍କା, 900 ଟଙ୍କା କ'ଣ ଏଥିରେ ହେବ? ଏ ତ ଜଳଖିଆ ପକଡ଼ି ବରା ଚାରେ ପଳେଇବ। ଏ ଯୋଜନା ଗୋଟେ ଫେଲୁଅର ଯୋଜନା, ଗୋଟେ ପବ୍ଲିସିଟି ଯୋଜନା। ଗାଁ ଗହଳି ସହର ଭିତରେ ଭଉଣୀମାନେ ଖାଲି ପେଲା ଠେଲା ବାଡ଼ିଆ ବାଡ଼ି ହେଉଛନ୍ତି ଫର୍ମ ପାଇଁ, ଫର୍ମ ଫିଲ୍ଅପ୍ ପାଇଁ। ଏହାର ମୂଲ୍ୟ କିଛି ନାହିଁ। ଭଉଣୀମାନଙ୍କୁ ଭଣ୍ଡେଇଛନ୍ତି ଏମାନେ। ତେଣୁ ଏ ଦୁଃଖଦାୟକ ଘଟଣା। ସୁଭଦ୍ରା ଯୋଜନା ଟୋଟାଲ ଫେଲ୍ ଯୋଜନା। ବର୍ଷାରେ ଫିକା ପଡ଼ିଯିବ କି ଗଣେଶ ପୂଜା? ମୁଁ କହିପାରିବିନି, କାରଣ ଗଣେଶ ପୂଜା ଆମର ଜଟଣୀରେ 10 ଦିନ, ବମ୍ବେରେ 10 ଦିନ, ଭୁବନେଶ୍ୱର ଆମର ବଢ଼ିଆ ହେଇଛି। ଭୁବନେଶ୍ୱର ଏଥର ଆପଣ ଦେଖିବେ ନୟାପଲ୍ଲୀ ବେଳା ସାହି 60 ଫୁଟ ମୂର୍ତ୍ତି, ଶହୀଦନଗର 52 ଫୁଟ ମୂର୍ତ୍ତି, ବରଗଡ଼ 55 ଫୁଟ ମୂର୍ତ୍ତି, ଓଲ୍ଡ ଟାଉନ୍ 51 ଫୁଟ ମୂର୍ତ୍ତି। ଚାରିଆଡ଼େ ଡେକୋରେସନ୍, ସବୁଆଡ଼େ। ଚନ୍ଦ୍ରଶେଖରପୁର ଯାଅ, ଶୈଲେଶ ବିହାର ଯାଅ, ସୁକ ବିହାର ଯାଅ, ଇଆଡ଼େ ଡୁମଡୁମା ଯାଅ, ଯେଉଁଠିକି ଯିବେ, ଭୀମଟାଙ୍ଗି ଯାଅ, ବରଗଡ଼ ଯାଅ, ଲକ୍ଷ୍ମୀସାଗର ଯାଅ, ଲକ୍ଷ୍ମୀସାଗର ରୋଡ଼ କଲୋନୀ ଯାଅ। ଯୁବକମାନେ ଏଡ଼େ ସୁନ୍ଦର ଭାବେ ସଜେଇଛନ୍ତି ଭୁବନେଶ୍ୱର ସହରକୁ। ଏବଂ ଗଣେଶ ମୂର୍ତ୍ତି ପୂଜା ଏତେ ନିଷ୍ଠାରେ କରୁଛନ୍ତି, ଆପଣମାନେ ଦେଖିବେ ଭୟଙ୍କର ଭାବେ ଶାନ୍ତି ଶୃଙ୍ଖଳାର ସହିତ ଯେମିତି ଭୁବନେଶ୍ୱର ହେବ। ଏ ଡିସିପି ବଢ଼ିଆ, ଡେପୁଟି କମିଶନର ପୁଲିସ ଯେଉଁ ସିଂ, କଲେକ୍ଟର ବି ଆମର ଖୋର୍ଦ୍ଧା ଖୁବ୍ ଭଲ। ପୋଲିସ ଭାଇମାନେ ଚାରିଆଡ଼େ ଜଟଣୀ ଦେଖିଲେ ଆରେଞ୍ଜମେଣ୍ଟ ଚମତ୍କାର ହେଇଛି। ବହୁତ ପୋଲିସ ଗାଡ଼ି ଯାଇ ପୋଲିସ ପହଞ୍ଚିଛନ୍ତି। ଜଟଣୀ ବିପୁଳ ଗହଳି ହେବ। ଭୁବନେଶ୍ୱର ମଧ୍ୟ ଚାରିଆଡ଼େ ପୋଲିସ ବ୍ୟବସ୍ଥା ହେଇଛି। ସଞ୍ଜ ବୁଡ଼ ହେଲେ ବିରାଟ ଗହଳି ହେବ। ତେଣୁ ଆସନ୍ତୁ ସମସ୍ତେ ଶାନ୍ତିରେ ଗଣେଶଙ୍କ ଦର୍ଶନ କରିବା, ତାଙ୍କ ଆଶୀର୍ବାଦ ନେବା। ରେଳମନ୍ତ୍ରୀ ଭଲ ଲୋକ, କାମୁକା ଲୋକ, ଆମ ରାଜ୍ୟର ବିକାଶ ପାଇଁ ବହୁତ କାମ କରୁଛନ୍ତି। ତାଙ୍କୁ ଗୋଟେ ଡିମାଣ୍ଡ କରିଥିଲି ମୁଁ ଜଟଣୀ ପାଖରେ। କାହିଁକି ଡିମାଣ୍ଡ କଲି? ଦୟା ନୁହଁ, ହକ୍। ସାରା ଇଣ୍ଡିଆରେ ରେଲୱେ ଯେଉଁ ପଇସା କଲେକ୍ସନ୍ କରୁଛି ରାଜସ୍ୱ, ଖୋର୍ଦ୍ଧା ରୋଡ଼ ଜଟଣୀ ହେଉଛି ନମ୍ବର 1। କେମିତି ପାଉଛି? ଆପଣଙ୍କ ଏକ୍ସପ୍ରେସ୍ ପାସେଞ୍ଜର ଏଥିରେ ପଇସା ମିଳେନି। ପଇସା ମିଳେ ଗୁଡ୍ସ, କ୍ରୋମ୍, ବକ୍ସାଇଟ୍, ଅଭ୍ର, ଲୁହାପତ୍ର, ମାଙ୍ଗାନିଜ୍, ଖଣିଜ ଦ୍ରବ୍ୟ, ମାନେ ଜଙ୍ଗଲ ଜିନିଷ ସବୁ ଟ୍ରେନରେ ଯିବା ଦ୍ୱାରା ଭଡ଼ାରେ। ଖୋର୍ଦ୍ଧା ରୋଡ଼ ଇଣ୍ଡିଆରେ ଏଇନା ନମ୍ବର 1। ତେଣୁ ଯଦି ଏତେ ଲାଭ ହେଉଛି, ହରିପୁର ବୋଲି ଖୋର୍ଦ୍ଧା ରୋଡ଼ ଷ୍ଟେସନ ପାଖରେ ଗୋଟେ ବଡ଼ ଜାଗା ଅଛି 100 ଏକର। ମୁଁ କହିଲି ସେଇଠି ଗୋଟେ ଇଲେକ୍ଟ୍ରିକ୍ ସେଲ୍ କଲେ 4-5 ହଜାର ଯୁବକ ନିଯୁକ୍ତି ପାଇବେ। ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି, ମନ୍ତ୍ରୀ ହଁ କଲେ। କିଛି କରୁନାହାନ୍ତି। ବଡ଼ ଦୁଃଖଦାୟକ ଘଟଣା। ଖାଲି ଟ୍ରେନ୍ ଟିକେଟ୍ ବଢ଼ୁଛି, ଖାଲି ଦାମ ବଢ଼ୁଛି, ଇଆଡ଼େ ଆମେ ମରୁଛୁ। ଗୋଟେ କିଛି ଓଡ଼ିଶା ପାଇଁ ଏତେ ପ୍ରକାର ଇଣ୍ଡଷ୍ଟ୍ରି ଚାରିଆଡ଼େ ରେଲୱେ ରହୁଛି। ଆମେ ଇଲେକ୍ଟ୍ରିକ୍ ସେଟ୍ଟା କରିବା ପାଇଁ ହରିପୁରରେ ଦାବି କରୁଛୁ। ମୁଁ ଆଶା କରୁଛି ମନ୍ତ୍ରୀ ମଧ୍ୟ କନସିଡର କରିବେ। ବିଜେଡିରୁ ଜଣେ ପରେ ଜଣେ ଛାଡ଼ି ହିମାଚଳରେ ଗଞ୍ଜେଇ ଚାଷ ବି ଆଲାଉ କରିଦେଲେ ପରା। ତମେ ଚାଷ କରିପାରିବ। ଓଡ଼ିଶା ଦରକାର ନାହିଁ। ଗଞ୍ଜଳ ହେଇଯିବେ, ସମସ୍ତେ ନଷ୍ଟ ହେଇଯିବେ, ଅଳ୍ପ ଦିନେ ପଳେଇବେ। ସିଏ ତାଙ୍କର ଗଞ୍ଜଳ ହୁଅନ୍ତୁ, ସେ ବରଫ ଭିତରେ ଗଞ୍ଜେଇ ଖାଇକି ତା ଭିତରେ ଗଡ଼ିଆ ଗଡ଼ି ହୁଅନ୍ତୁ, ଶୁଅନ୍ତୁ। ଆମେ ଭାଇ ଶୁଖିଲା ଗରମ ଜାଗା, ଏଠି ଗଞ୍ଜେଇଟା ଭାରି ଡ୍ୟାମେଜ୍ କରିବ ଶରୀରକୁ। ଓଡ଼ିଶାରେ ଗଞ୍ଜେଇ ପରମିଶନ୍ ଦେବା ଉଚିତ ନୁହେଁ। ସୀମାଞ୍ଚଳ ବରଫ ଜାଗା, ସେଠି ଚଳିବ। ତାଙ୍କର ଥଣ୍ଡାରେ ଗଞ୍ଜେଇ ଟାଣିକି ସେ ରହିପାରିବେ। ତାଙ୍କର ଗଞ୍ଜେଇ ବି ଦରକାର ନିହାତି। ସାଧୁ ମୁନି ଋଷିମାନେ ହିମାଳୟ ଯାଇ ସେଠି ତପସ୍ୟା କରୁଛନ୍ତି ଗଞ୍ଜେଇ ଖାଇକିରି। ସେଠି ଗଞ୍ଜେଇ ପିଆ ଆଲାଉ କରନ୍ତୁ, କିନ୍ତୁ ଏଠି ଆମେ କରେଇ ଦେବୁନି। କ'ଣ କହିବେ? ବିଜେଡିରୁ ଜଣେ ପରେ ଜଣେ ରାଜ୍ୟସଭା। ଏଗୁଡ଼ାକ ଡ୍ରାମା। କ'ଣ ଆଉ ଅଛି? ଏ ଯେଉଁ MP ଗୁଡ଼ା ଯାଉଛନ୍ତି, ଏଗୁଡ଼ା କ'ଣ ମଲା MP? ଏଗୁଡ଼ାଙ୍କ ଦେହରେ ଜୀବନ ଅଛି। କାହାର 7 ମାସ ଅଛି, କାହାର ବର୍ଷ ଅଛି। ସେ ଆଶା ରଖିକି ଯାଉଛନ୍ତି ଭବିଷ୍ୟତକୁ। ଏଗୁଡ଼ା ପାଣିର ଗାର ହେଇଯିବ, ଧୋକାବାଜ।
ଏଗୁଡ଼ା ଦଳଦ୍ରୋହୀ ଧୋକାବାଜ ଲୋକ ଗୁଡ଼ାକ ଏପଟ ସେପଟ ହେଉଛନ୍ତି ତେଣୁ ଏଥିରେ କିଛି ନବୀନ ପଟ୍ଟନାୟକ କ୍ଷତି ହେବ